ଗୋଟିଏ ଛୋଟ ସହର ଥିଲା, ଏକ ପୁରୁଣା ସରକାରୀ ସ୍କୁଲ। ସେହି ସ୍କୁଲରେ ପଢ଼ୁଥିଲେ ଦୁଇଜଣ, ସୁନିତା ଆଉ ଅରୁଣ। ସୁନିତା ଥିଲା ଶାନ୍ତ ସ୍ୱଭାବର ଝିଅ। ବହୁତ କଥା କହୁନଥିଲା, କିନ୍ତୁ ତା'ର ହସ ଦେଖିଲେ ଯେ କେହି ଖୁସି ହୋଇଯାଉଥିଲା। ଅରୁଣ ଥିଲା ଟିକିଏ ଦୁଷ୍ଟ, ପଢ଼ାରେ ଭଲ, କ୍ରିକେଟ ଖେଳିବାକୁ ଭଲ ପାଉଥିଲା ଏବଂ ସୁନିତାକୁ ଦୂରରୁ ଦେଖିବା ଥିଲା ତା'ର ସବୁଠାରୁ ପସନ୍ଦର କାମ। ଦଶମ ଶ୍ରେଣୀରେ ଦିନେ ଅରୁଣ ନିଜ ସାଙ୍ଗକୁ କହିଥିଲା, ମୁଁ ସୁନିତାକୁ ଭଲ ପାଏ। ସାଙ୍ଗ ହସି କହିଲା, ତାହେଲେ କହୁନୁ। ଅରୁଣ ମୁଣ୍ଡ ହଲାଇ କହିଲା, କହିଦେଲେ ଯଦି ସେ ମୋ ସହ କଥା ହେବା ବନ୍ଦ କରିଦିଏ। କିନ୍ତୁ ପ୍ରେମ କେବେ କେବେ ମୁହଁରେ କୁହାଯାଏ ନାହିଁ, ଆଖି ହିଁ ସବୁ କଥା କହିଦିଏ। ସୁନିତା ମଧ୍ୟ ଅରୁଣକୁ ଭଲ ପାଉଥିଲା। ସ୍କୁଲ ଛୁଟି ପରେ ଦୁହେଁ ପ୍ରାୟତଃ ରାସ୍ତାରେ ଏକାଠି ଚାଲୁଥିଲେ। କେବେ ପଢ଼ା ବିଷୟରେ, କେବେ ଭବିଷ୍ୟତ ବିଷୟରେ କଥା ହେଉଥିଲେ। ଦିନେ ସୁନିତା ପଚାରିଲା, ତୁମେ ବଡ଼ ହେଲେ କ'ଣ ହେବ? ଅରୁଣ ହସି କହିଲା, ମୁଁ ଚାକିରି କରିବି, ଭଲ ଘର କରିବି। ଆଉ ଅରୁଣ କିଛି ସମୟ ଚୁପ୍ ରହିଗଲା। ତୁମକୁ ସେ ଘରେ ରଖିବି। ସୁନିତା ଲାଜରେ ମୁଣ୍ଡ ନୁଆଁଇ ଦେଲା। ସେହିଦିନ ଦୁହିଁଙ୍କ ମନରେ ଏକ ସ୍ୱପ୍ନ ଜନ୍ମ ନେଇଥିଲା। କିନ୍ତୁ ଜୀବନ ସବୁବେଳେ ଆମ ସ୍ୱପ୍ନ ଅନୁସାରେ ଚାଲେ ନାହିଁ। ଦ୍ୱାଦଶ ଶ୍ରେଣୀ ପରେ ଅରୁଣ ସହରକୁ ପଢ଼ିବାକୁ ଚାଲିଗଲା। ସୁନିତା ଘରର ପରିସ୍ଥିତି ଯୋଗୁଁ ଆଉ ପଢ଼ି ପାରିଲା ନାହିଁ। ଦୁହେଁ ଫୋନରେ କଥା ହେଉଥିଲେ। ମୋତେ ଅପେକ୍ଷା କରିବୁ ତ? ଅରୁଣ ପଚାରୁଥିଲା। ସୁନିତା କହୁଥିଲା, ତୁମେ ଫେରି ଆସିବା ପର୍ଯ୍ୟନ୍ତ। କିନ୍ତୁ ଏକଦିନ ସୁନିତାଙ୍କ ବାପା ତାଙ୍କ ବିବାହ ଠିକ୍ କରିଦେଲେ। ସୁନିତା ବହୁତ କାନ୍ଦିଲା। ସେ ଅରୁଣକୁ ଫୋନ୍ କରି କହିଲା, ଅରୁଣ, ମୋ ବିବାହ ଠିକ୍ ହୋଇଯାଇଛି। ଫୋନର ଅନ୍ୟପଟେ ଦୀର୍ଘ ନୀରବତା। ଶେଷରେ ଅରୁଣ କହିଲା, ତୁମେ ଖୁସିରେ ରୁହ, ଏତିକି ମୋର ଇଚ୍ଛା। ତୁମେ, ମୁଁ ମଧ୍ୟ ରହିବି। କିନ୍ତୁ ଦୁହେଁ ଜାଣୁଥିଲେ ସେମାନେ ଖୁସି ନୁହେଁ, କେବଳ ପରସ୍ପରକୁ ଭାଙ୍ଗିଯିବାରୁ ବଞ୍ଚିବାକୁ ମିଛ କହୁଥିଲେ। ବିବାହ ପରେ ସୁନିତା ନୂଆ ଘରକୁ ଚାଲିଗଲା। ଅରୁଣ ମଧ୍ୟ ନିଜ ପଢ଼ା ଓ ଚାକିରିରେ ବ୍ୟସ୍ତ ହୋଇଗଲା। ସମୟ ଚାଲିଲା, 15 ବର୍ଷ କଟିଗଲା। ପୁଣି ଏକ ଦୁଃଖ। ସୁନିତାଙ୍କ ବିବାହିତ ଜୀବନ ଖରାପ ନଥିଲା। ତାଙ୍କ ସ୍ୱାମୀ ଜଣେ ଭଲ ମଣିଷ ଥିଲେ। ଦୁହେଁଙ୍କର ଗୋଟିଏ ଝିଅ ମଧ୍ୟ ଥିଲା। କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଆଉ ଏକ ପରୀକ୍ଷା ରଖିଥିଲା। ଏକ ରାତିରେ ହଠାତ୍ ତାଙ୍କ ସ୍ୱାମୀଙ୍କ ଦେହ ଖରାପ ହେଲା। ହସ୍ପିଟାଲରେ ଡାକ୍ତରମାନେ ବହୁ ଚେଷ୍ଟା କଲେ, କିନ୍ତୁ ସେ ବଞ୍ଚାଇ ପାରିଲେ ନାହିଁ। ସେହିଦିନ ସୁନିତାଙ୍କ ଜୀବନରେ ଆଉ ଜଣେ ମଣିଷ ଚାଲିଗଲେ। ସେ ବିଧବା ହୋଇଗଲେ। ଝିଅକୁ ଛାତିରେ ଧରି ସେ ରାତିସାରା କାନ୍ଦିଲା। ଏବେ ମୁଁ କ'ଣ କରିବି? କେହି ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ଦିନ ପରେ ଦିନ ସୁନିତାଙ୍କ ଝିଅ ନିଜ ପାଇଁ ବଞ୍ଚିବା ଶିଖିଲା। ସେ ହସୁଥିଲା, କିନ୍ତୁ ତା'ର ହସ ଭିତରେ ଅସଂଖ୍ୟ ଲୁହ ଲୁଚିଥିଲା। ଅରୁଣ ଫେରିବା ଏକ ଦିନ ସୁନିତାଙ୍କ ଫୋନକୁ ଏକ ଅଜଣା ନମ୍ବରକୁ କଲ୍ ଆସିଲା। ହ୍ୟାଲୋ। ଅନ୍ୟପଟେ କିଛି ସମୟ ନୀରବତା। ତା'ପରେ ଏକ ପରିଚିତ ସ୍ୱର, ସୁନିତା, ମୋତେ ଚିହ୍ନି ପାରୁଛ? ସୁନିତାଙ୍କ ହୃଦୟ ହଠାତ୍ ଜୋରରେ ଧଡ଼କିବା ଲାଗିଲା। ଅରୁଣ? ହଁ। ଦୁହେଁ କିଛି ସମୟ କିଛି କହିପାରିଲେ ନାହିଁ। 15 ବର୍ଷର ଦୂରତା ଯେପରି ଏକ ମୁହୂର୍ତ୍ତରେ ଶେଷ ହୋଇଗଲା। ଅରୁଣ କହିଲା, ମୁଁ ଶୁଣିଲି ତୁମ ଜୀବନରେ ବହୁତ କିଛି ଘଟିଛି। ସୁନିତା ଧୀରେ କହିଲା, ହଁ। ତୁମେ ଠିକ୍ ଅଛ? ସୁନିତା କିଛି ସମୟ ଚୁପ୍ ରହିଲା। ଠିକ୍ ଅଛି ବୋଲି ବଞ୍ଚୁଛି। ଅରୁଣର ଆଖିରେ ଲୁହ ଆସିଗଲା। ପୁରୁଣା ସ୍ମୃତି। ଦିନ ପରେ ଅରୁଣ ସୁନିତାକୁ କହିଲା, ଆମ ପୁରୁଣା ସ୍କୁଲଟା ମନେ ଅଛି? କେମିତି ଭୁଲିବି? ଗୋଟେ ଦିନ ଚାଲ ସେଠାକୁ ଯିବା। ସୁନିତା ପ୍ରଥମେ ଦ୍ୱିଧା କଲା, କିନ୍ତୁ ଶେଷରେ ଗଲା। ସ୍କୁଲର ପୁରୁଣା ଗେଟ୍ ସାମ୍ନାରେ ଠିଆ ହୋଇ ଦୁହେଁ ଅତୀତକୁ ମନେ ପକାଇଲେ। ଅରୁଣ ହସି କହିଲା, ତୁମେ ଏବେ ବି ସେମିତି ଅଛ? ସୁନିତା ହସି କହିଲା, ନା, ମୁଁ ବହୁତ ବଦଳି ଯାଇଛି। ଅରୁଣ କହିଲା, ମୁହଁ ବଦଳିଛି, କିନ୍ତୁ ମନ? ସୁନିତା ଚୁପ୍ ହୋଇଗଲା। କିଛି ସମୟ ପରେ କହିଲା, ଅରୁଣ, ଆମର ସେ ପୁରୁଣା କଥା ଆଉ ମନେ ପକାଅନି। କାହିଁକି? କାରଣ ମୁଁ ଏବେ ବିଧବା। ମୋର ଗୋଟିଏ ଝିଅ ଅଛି। ମୁଁ ତୁମ ଜୀବନରେ ଭାର ହେବାକୁ ଚାହେଁନି। ଅରୁଣ ତା'ର ଆଖିକି ଚାହିଁ କହିଲା, ତୁମେ ଭାର ନୁହେଁ ସୁନିତା, କିନ୍ତୁ ସମାଜ ଆମ ସହିତ ଜୀବନ ବଞ୍ଚିବ ନାହିଁ, ଆମେ ବଞ୍ଚିବା। ସୁନିତାଙ୍କ ଆଖିରେ ଲୁହ ଭରିଗଲା। ନୂଆ ସମସ୍ୟା। କିନ୍ତୁ ଘରେ ଏକଥା ଜଣାପଡ଼ିବା ପରେ ସମସ୍ୟା ଆରମ୍ଭ ହେଲା। ସୁନିତାଙ୍କ ପରିବାର କହିଲେ, ବିଧବା ହୋଇ ପୁଣି ବିବାହ? ଲୋକେ କ'ଣ କହିବେ? ସୁନିତା ଚୁପ୍ ରହିଲା। ତା'ର ଝିଅ ମଧ୍ୟ ସବୁ ଶୁଣୁଥିଲା। ରାତିରେ ଝିଅ ମା'କୁ ପଚାରିଲା, ମା, ତୁମେ ଅରୁଣ ଅଙ୍କଲକୁ ଭଲ ପାଅ? ସୁନିତା ଚମକିଗଲା। କିଏ କହିଲା? ମୁଁ ତୁମ ଆଖିରେ ଦେଖିଛି। ସୁନିତା ଝିଅକୁ ଆଲିଙ୍ଗନ କଲା। ଝିଅ କହିଲା, ମା, ବାପା ଥାନ୍ତେ ତାହେଲେ ସେ ମଧ୍ୟ ଚାହିଁଥାନ୍ତେ ତୁମେ ଖୁସି ରୁହ। ସୁନିତାଙ୍କ ଆଖିରେ ଲୁହ ଝରିପଡ଼ିଲା। ଅରୁଣର ନିଷ୍ପତ୍ତି। ପରଦିନ ଅରୁଣ ସୁନିତାଙ୍କ ଘରକୁ ଆସିଲା। ସମସ୍ତଙ୍କ ସାମ୍ନାରେ ସେ କହିଲା, ମୁଁ ସୁନିତାକୁ ଆଜି ନୁହେଁ 20 ବର୍ଷ ହେଲା ଭଲ ପାଏ। ତାଙ୍କ ଅତୀତକୁ ମୁଁ ସମ୍ମାନ କରେ। ତାଙ୍କ ଝିଅକୁ ମଧ୍ୟ ମୁଁ ନିଜ ଝିଅ ଭଳି ଗ୍ରହଣ କରିବି। ଘରେ ନୀରବତା ଛାଇଗଲା। ସୁନିତାଙ୍କ ବଡ଼ ଭାଇ ପଚାରିଲେ, ଯଦି କାଲି ସମାଜ ତୁମ କଥା କୁହେ? ଅରୁଣ ହସି କହିଲା, ମୁଁ ସେମାନଙ୍କୁ କହିବି ମୋ ଜୀବନର ନିଷ୍ପତ୍ତି ମୁଁ ନେବି, ସେମାନେ ନୁହେଁ। ସୁନିତା ଦୂରରେ ଠିଆ ହୋଇ ସବୁ ଶୁଣୁଥିଲା। ତା'ର ମନରେ ବର୍ଷ ବର୍ଷ ଧରି ଦବି ରହିଥିବା ପ୍ରେମ ପୁଣି ଜାଗି ଉଠିଥିଲା। ଶେଷ ନିଷ୍ପତ୍ତି। କିଛି ଦିନ ପରେ ସୁନିତାକୁ ଅରୁଣକୁ ଭେଟିଲା। ସେ କହିଲା, ଅରୁଣ, ମୁଁ ଡରୁଛି। କାହାକୁ?
ପୁଣି ହରେଇବାକୁ। ଅରୁଣ ତାର ହାତ ଧରି କହିଲା, ଏଥର ମୁଁ କେଉଁଠି ଯିବି ନାହିଁ। ସୁନିତା କହିଲା, ମୋ ଜୀବନରେ ଅନେକ କିଛି ଘଟିଯାଇଛି, ମୁଁ ଜାଣେ। ମୁଁ ଆଉ ସେହି ସ୍କୁଲର ଝିଅ ନୁହଁ। ଅରୁଣ ହସି କହିଲା, ମୁଁ ମଧ୍ୟ ସେହି ସ୍କୁଲର ପୁଅ ନୁହଁ। କିନ୍ତୁ ଆମ ଭଲ ପାଇବାଟା ଆଜି ବି ସେଇଠି ଅଛି। ସୁନିତା ପ୍ରଥମ ଥର ପାଇଁ ତା ସାମ୍ନାରେ ନିଜ ଲୁହକୁ ଲୁଚାଇଲା ନାହିଁ। ସେ କେବଳ କହିଲା, ତାହେଲେ ଏଥର ମୋତେ ଛାଡ଼ି ଯିବନି? ଅରୁଣ କହିଲା, କେବେ ନୁହେଁ। କିଛି ମାସ ପରେ ଦୁହେଁ ବିବାହ କଲେ। ବିବାହ ବହୁତ ବଡ଼ ନଥିଲା। କେବଳ କିଛି ନିଜ ଲୋକ, କିଛି ଆଶୀର୍ବାଦ ଏବଂ ବର୍ଷ ବର୍ଷ ଧରି ଅପେକ୍ଷା କରିଥାଏ ଦୁଇଟି ହୃଦୟ। ବିବାହ ପରେ ଅରୁଣ ସୁନିତାକୁ ସେହି ପୁରୁଣା ସ୍କୁଲକୁ ନେଇଗଲା। ସେହି ବେଞ୍ଚ ପାଖରେ ଠିଆ ହୋଇ ଅରୁଣ କହିଲା, ମନେ ଅଛି? ଏଠି ବସି ମୁଁ କହିଥିଲି ତୁମକୁ ମୋ ଘର ରଖିବି। ସୁନିତା ହସି କହିଲା, ତୁମେ ବହୁତ ଡେରି କରିଦେଲ। ଅରୁଣ ଉତ୍ତର ଦେଲା, ହଁ, କିନ୍ତୁ ଏଥର ସବୁଦିନ ପାଇଁ ଆସିଛି। ସୁନିତା ତା ହାତକୁ ଜୋରରେ ଧରିଲା। ସେହି ପୁରୁଣା ସ୍କୁଲର ଘଣ୍ଟି ପୁଣି ବାଜିଲା। କିନ୍ତୁ ଏଥର ସେହି ଘଣ୍ଟି ବିଦାୟର ନଥିଲା। ସେହି ଘଣ୍ଟି ଥିଲା ଏକ ନୂଆ ଜୀବନର ଆରମ୍ଭ। କିଛି ପ୍ରେମ କାହାଣୀ ସମୟ ସହିତ ଶେଷ ହୋଇଯାଏ। ଆଉ କିଛି ପ୍ରେମ କାହାଣୀ ସମୟକୁ ହରାଇ ଦିଏ। ସୁନିତା ଓ ଅରୁଣଙ୍କ ପ୍ରେମ ମଧ୍ୟ ସେହିପରି ଥିଲା। 20 ବର୍ଷର ଅପେକ୍ଷା ପରେ ମିଳିଥିବା ଏହି ଅଧୁରା ପ୍ରେମର ସମ୍ପୂର୍ଣ୍ଣ ଶେଷ। ଏମିତି ହସ ଖୁସିରେ ସଂସାର ଚାଲିଥାଏ। ବିବାହର କିଛି ଦିନ ବିତିଗଲାଣି। ସେମାନେ ଦି ଜଣଙ୍କୁ ଭଲ ତ ପାଉଥିଲେ, କିନ୍ତୁ ପରସ୍ପର ଏତେ ନିକଟରେ ନଥିଲେ, ଯେମିତି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଥାଏ। ସୁନିତା ନିଜକୁ ଖରାପ ମନେ କରୁଥିଲା। ବାହା ସିନା ଅରୁଣ ମୋତେ ହେଲେ, କିନ୍ତୁ ମୁଁ ତାକୁ ସ୍ୱାମୀ ସୁଖ ଦେଇପାରିଲିନି। ଏମିତି ଭାବି ଭାବି ବସି ରୁଟି ତିଆରି କରୁଥାଏ। ଅରୁଣ ହଠାତ୍ ଆସି ପଛପଟୁ ସୁନିତାକୁ ଭୋ କରିଦେଲା। ସୁନିତା ଚମକି ପଡ଼ିଲା। ତୁମେ ତ ମୋତେ ଡରେଇଦେଲ ଅରୁଣ। ଅରୁଣ ଜୋରରେ ହସିଲା। କ'ଣ ସୁନିତା ତୁମକୁ କହିବି, ଏବେ ବି ତୁମେ ସେହି ଛୋଟ ଛୁଆ ଭଳି ଅଛ। ସୁନିତା ସେଦିନ ରାତିରେ ଡିସାଇଡ୍ କଲା ଯେ ମୁଁ ନିଜକୁ ସବୁଦିନ ପାଇଁ ଅରୁଣର କରିନେବି। ସେ ରାତିରେ ଅରୁଣ ପାଖକୁ ଆସିଲା, ଏକୁଟିଆ। ଅରୁଣ ସୁନିତାକୁ ଏକୁଟିଆ ଆସିବାର ଦେଖି ପଚାରିଲା, ଝିଅ କାହିଁ? ସେ ମା'ଙ୍କ ରୁମ୍ରେ ଶୋଇଛି। ଏତିକି କହି ସେ ଫ୍ରେଶ୍ ହେବାକୁ ପଳେଇଲା। କିନ୍ତୁ ମନରେ ତାର ଚାଲିଥିଲା, ସେ କେମିତି କହିବ ଅରୁଣକୁ ମୁଁ ତାଙ୍କୁ ବାହା ହେଇଛି ଓ ତାଙ୍କୁ ସ୍ୱାମୀ ସୁଖ। ବାସ୍ ଏଇ ଟାଇମରେ ତା ପାଦ ଖସିଗଲା ପାଣିରେ। ତାର ଆବାଜ ଶୁଣି ଅରୁଣ ଧାଇଁ ଆସି କବାଟ ପିଟିଲା। କ'ଣ ହେଲା ସୁନିତା? ଆରେ ତମେ ଠିକ୍ ଅଛ? ସୁନିତା କିଛି ନ କହିବାରୁ ସେ କବାଟକୁ ଧକ୍କା ଦେଇ ଖୋଲିଲା। ଆଉ ସେଠି ଯାହା ଦେଖିଲା ସେ ନିଜକୁ ବିଶ୍ୱାସ ବି କରିପାରୁନଥିଲା। ଏ କ'ଣ ମୁଁ ଦେଖିଲି? ଆଉ ସୁନିତା, ତମେ ଏତେ ଜୋରରେ ପଡ଼ିଲ କେମିତି? ଉଠ ଉଠ। ସୁନିତା ଉଠିଲା ବେଳକୁ ଟଳମଳ ହେଲା ବେଳକୁ ଅରୁଣ ତାକୁ ଧରିନେଲା। ସେ ଅରୁଣର ଏତେ ପାଖରେ ଆଉ ତାର ଗରମ ନିଶ୍ୱାସ ତା ଦେହରେ ବାଜୁଥିଲା। ଦି ଜଣ ଏତେ ପାଖାପାଖି ଥାଇ ନିଜକୁ ଅଟକାଇ ପାରିଲେ ନାହିଁ। ସବୁଦିନ ପାଇଁ ଦୁହେଁ ଦୁହିଁଙ୍କର ହେଇଗଲେ। କିଛି ମାସ ପରେ ସୁନିତା ଗର୍ଭବତୀ ଓ ତାର ଗୋଟିଏ ସୁନ୍ଦର ପୁତ୍ର ଜନ୍ମ ହେଲା। ତା ଝିଅ ଖୁସିରେ ଡେଇଁପଡ଼ିଲା, ମୋ ଭାଇ ଆସିଛି। ଅରୁଣ ସୁନିତା ମଧ୍ୟ ବହୁତ ଖୁସି ଥିଲେ। ତାଙ୍କ ପ୍ରେମର ସନ୍ତକ। ଅରୁଣ କହୁଥିଲା, ସୁନିତା, ମୋର ଭଗବାନ ସବୁ ଖୁସି ଦେଇଛନ୍ତି। ପ୍ରଥମେ ତମେ, ତାପରେ ଝିଅ, ଆଉ